ଆପଣ ଦେଖୁଛି ମତେ କୋଉ ପ୍ରକାର ଧମକ ଦଉଛି ଦେଖନ୍ତୁ। ମୁଁ ତା ପାଖକୁ ଯିବା ପାଇଁ ଦେଖନ୍ତୁ ସେ କେମିତି ଅଳ୍ପ ଅଳ୍ପ ତାଙ୍କର ଦିଟା ଛୁଆ ଅଛି, ଗୋଟେ 14 ବର୍ଷର ପୁଅ, ଗୋଟେ 6 ବର୍ଷର ଝିଅଟେ ଅଛି ମୁଁ ଜାଣିଲି। ତାପରେ ତାଙ୍କ ସ୍ତ୍ରୀକୁ ମାନେ ନିଜ ଝିଆରୀକୁ ପ୍ରେଗନେଣ୍ଟ କରୁଛନ୍ତି, ପ୍ଲସ୍ ତାଙ୍କ ଝିଆରୀକୁ ଯେତେବେଳେ ପ୍ରେଗନେଣ୍ଟ କରୁଛନ୍ତି ତାପରେ ତାଙ୍କ ସ୍ତ୍ରୀ ଯେତେବେଳେ ଜାଣି ଦେଇଛନ୍ତି ମା ପୁଅ ମିଶିକି ତାକୁ ବେଲ୍ଟରେ ବାଡ଼େଇଛନ୍ତି, ବାଡ଼େଇକି ଯାଇକି ଅଙ୍ଗନବାଡ଼ିରେ ଟାଙ୍ଗି ଦେଇଛନ୍ତି। ମୁଁ ଯେତେବେଳେ ଏକଥା ସାର୍ ଜାଣିଲି ସେତେବେଳେ ତାପରେ ମୁଁ ତାଙ୍କଠୁ ଦୂରେଇ ଯିବାକୁ ଚାହିଁଲି, କିନ୍ତୁ ତା ପୂର୍ବରୁ ସେ କିଛିଟା ମୋର ଭିଡ଼ିଓ ରଖିଦେଇକି ମୋତେ ସବୁବେଳେ ଧମକ ଦେଲେ। ତାପରେ ମୋ ପୁଅକୁ ମାରିଦେବେ, ମୋ ଫ୍ୟାମିଲିକି ମାରିଦେବେ, ତାପରେ ଆମ ଘରକୁ ଗୁଣ୍ଡା ବି ଏମିତିରେ ପଠେଇ ଦିଅନ୍ତି ସେ ମାରିବା ପାଇଁ। ତାପରେ ସେଇ ଡରଟା ମୋ ସବୁବେଳେ ତାପରେ ରହିଲା। ସବୁଦିନ ସେ ମତେ ମାନେ ଏମିତି ଟର୍ଚର କରି କରି ଚାଲିଲେ। ତାପରେ ସାର୍ ବିଶ୍ୱାସ କରିବେନି, ଯାଇକି 8 ମାସ ଜେଲରେ ରହିଲା ତା ସ୍ତ୍ରୀକି ମାରିକି ଆସିଲା ପରେ ତାପରେ ଗୋଟେ ଟଙ୍କା ନଥିଲା। ମୁଁ ଜବ୍ କରୁଥିଲି ସେତେବେଳେ, ରିସେପସନ ଲିଷ୍ଟରେ ଥିଲି, ଜବ୍ କରୁଥିଲି। ଜବ୍ କଲା ପରେ ତାପରେ ମୁଁ ସେଇ ଯୋଉ ମୋ ସେଭିଂ ପଇସା, ତାପରେ ସିଗାରେଟ୍ ଆଣିବା ପଇସା ନଥିଲା, ମୁଁ ସିଗାରେଟ୍ ଆଣିବା ପାଇଁ ମାନେ ମୁଁ ତାକୁ ଇଏ କରିଥିଲି, ପଇସା ଦଉଥିଲି ତାକୁ। ମୁଁ ସବୁ କ୍ଷେତ୍ରରେ ମତେ ମାନେ ପ୍ରତି କ୍ଷେତ୍ରରେ ମତେ ବ୍ଲାକମେଲିଂ କରିକି ମୋ ପାଖରୁ ପଇସା ନଉଥିଲା। ତାପରେ ମତେ ଏମିତି ହାରାସମେଣ୍ଟ କରି 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 ଗୋଟେ ଘରେ ବନ୍ଦୀ କରିକି ରଖୁଥିଲା। ମୋ ଫୋନ୍ ଟ୍ରାକ୍ କରୁଥିଲା, ମାନେ ଏମିତି ମୋ ଘର ଲୋକଙ୍କ ସାଙ୍ଗରେ ମୁଁ କଣ୍ଟାକ୍ଟ ବି କରିପାରୁନଥିଲି। ମୁଁ ଆସିକି ଲୁଚିକି ମୋ ପୁଅକୁ ନେଇକି ଯିବି, ସ୍କୁଲ ନେଇକି ଯିବି, ସେତିକିବେଳେ ଯାଇକି ଲୁଚିକି ମୋ ଘର ଲୋକଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା କରିବି। ମୋ ଫୋନ୍ ଏମିତିରେ ଟ୍ରାକ୍ କରିଥିଲା ଯେ ମାନେ ମୁଁ ଘରୁ ବାହାରିବି ମାନେ ସେ ଜାଣିବ ଯେ ମୁଁ ଘରୁ ବାହାରୁଛି। ଆଜି ଯୋଉ ସୋସିଆଲ ମିଡିଆରେ ବଜାଉଛି ମୁଁ ହନି ଟ୍ରାପ୍ କରୁଛି, ଯଦି ମୁଁ ହନି ଟ୍ରାପ୍ କରିଥିବି ତାହେଲେ ମୁଁ ଆଜି ମାନେ ସମସ୍ତଙ୍କୁ ମାନେ କହୁଛି ଯେ ମୁଁ ଆଜି ଫାଶୀ ଖୁଣ୍ଟରେ, ଆପଣ ତଦନ୍ତ କରନ୍ତୁ। ଆଜି ଯୋଉ ମିଡିଆ ଭାଇ ମାନେ କହୁଛନ୍ତି ମାନେ ହନି ଟ୍ରାପ୍ ରେ ମତେ ଇଏ ମାନେ ତାକୁ ମୁଁ ଫସେଇଛି, ତଦନ୍ତ କରୁ। ଯଦି ମୁଁ ସିଧାସଳଖ କାଲି ଗୋଟେ ଅଭିଯୋଗ ଆଣିଲେ ଆପଣ ତାଙ୍କଠୁ 40 ଲକ୍ଷ ଭଳି ଟଙ୍କା ଲୁଟି ନେଇଛନ୍ତି, ତାଙ୍କଠୁ ଏବଂ ତାଙ୍କ ବାପାଙ୍କୁ। ଆଜ୍ଞା ଆଜ୍ଞା ସାର୍, ସେଇଥିରେ ତଦନ୍ତ ଆପଣ କରନ୍ତୁ। ଯଦି ମୁଁ 40 ଲକ୍ଷ ଟଙ୍କା ଦେଇଛି, ସେ ଲୋକ ପାଖରେ ମୋର ପ୍ରୁଫ୍ ଅଛି। ତା ପାଖରେ 40 ଟଙ୍କାଟେ ନଥାଏ। ପ୍ରତିଦିନ ସନ୍ଧ୍ୟା ହେଲେ ତାକୁ ମଦ ଦରକାର। ପ୍ରତିଦିନ ମତେ କହିବ ତ ମାକୁ ନା ତ ଭଉଣୀ ପାଖରୁ, ମୋ ଭଉଣୀ ପାଖରୁ ପଇସା ଆଣି ତା ପ୍ରୁଫ୍ ମୁଁ ଦେବି। ମୋ ସାଙ୍ଗମାନଙ୍କ ପାଖରୁ ପଇସା ଆଣିକି ତାକୁ ମୁଁ ପଇସା ଦେବି। ତାର ମଦ ନହେଲେ ମଦ ନେଇକି ମଦ ପିଇବ, ମତେ ନେଇକି ଯିବ ସାଙ୍ଗସାଥି ସାଙ୍ଗର, ମାନେ ତା ମତଲବ ମତେ ନେଇକି ସେ ଧନ୍ଦାରେ ଲଗେଇବା ପାଇଁ ଚାହୁଁଥିଲା। ତାଙ୍କର ମୋର ସବୁ ପ୍ରକାର ପ୍ରୁଫ୍ ମୋ ପାଖରେ ଅଛି। ସେ ମତେ କୋଉ ପ୍ରକାର ଧମକ ଦେଇକି ମତେ ସେ ରଖୁଥିଲା। 40 ଲକ୍ଷ ଯଦି ଆପଣ ତାକୁ ଟିକେ ପଚାରନ୍ତୁ ତାର ଇନକମ୍ କଣ। ଇନକମ୍ ଯଦି ତାର ମାନେ ତାଙ୍କ ବାପା ଯୋଉ ବିଜନେସ୍ କରୁଛନ୍ତି, ସିମେଣ୍ଟ ଗୋଦାମ ଯୋଉ କରିଛନ୍ତି, ତାଙ୍କ ନିଜର ମାତ୍ର 10-15 ହଜାର ଇନକମ୍ ତାଙ୍କ ବାପା କରନ୍ତି। ଇଏ ପିଲାର କିଛି ଇନକମ୍ ନାହିଁ। ଇଏ କଣ କରେ ନା ଝିଅମାନଙ୍କୁ, ଏମିତି ସୁନ୍ଦରୀ ଝିଅମାନଙ୍କୁ ସବୁ ଫସେଇକି, ତାପରେ ଏଇ Shaadi.com ଏମିତି ସୁନ୍ଦରୀ ଝିଅମାନଙ୍କୁ ସବୁ ଫସେଇ, ତାର ପ୍ରୁଫ୍ ମୁଁ ସବୁ ପ୍ରକାର ରଖିଛି, ମୁଁ ଆପଣଙ୍କୁ ଦେବି। ଫସେଇକି ଇଏ କଣ କରେ ନା ତାପରେ ବାହାରକୁ କଲିକତାକୁ ବିକ୍ରି କରେ ହେଲା। ସେ ମୋ ପଛରେ ଏଥିପାଇଁ ଲାଗିଛି, ସେ ଆଣିଛି ଅଲରେଡି 8-10 ଲକ୍ଷ ଆଣି ସାରିଛି। ସେ ଜଣଙ୍କ ପାଖରୁ ଆଣିଛି ମତେ ବିକିବ ବୋଲି, ସେଥିପାଇଁ ମୋ ପଛରେ ସେ ଲାଗିଛି। ମୁଁ ଆପଣଙ୍କୁ କିଛିଟା ଭିଡିଓ ଆପଣଙ୍କୁ ଦେଖଉଛି, ଆପଣ ଦେଖନ୍ତୁ କୋଉ ପ୍ରକାର ମତେ ସେ ବ୍ଲାକମେଲିଂ କରୁଛି। ଦେଖନ୍ତୁ ଆପଣ ଗୋଟେ ଭିଡିଓ ଖାଲି ଦେଖନ୍ତୁ। ଦେଖନ୍ତୁ ଗୋଟେ ଗୋଟେ ଭିଡିଓ ଆପଣଙ୍କୁ ଦେଖଉଛି, ମତେ କୋଉ ପ୍ରକାର ଧମକ ଦଉଛି ଦେଖନ୍ତୁ। ମୁଁ ତା ପାଖକୁ ଯିବା ପାଇଁ ଦେଖନ୍ତୁ ସେ କେମିତି ଅଳ୍ପ ଅଳ୍ପ ଦେଖୁଛି, ସବୁ ତ ଦେଖିବା ମୋ ଦ୍ୱାରା ସମ୍ଭବ ହେଇପାରୁନି। ଟିକେ ଖାଲି ଗୋଟେ ମିନିଟ୍ ଦେଖନ୍ତୁ, ଗୋଟେ ମିନିଟ୍ ଆପଣ ଦେଖନ୍ତୁ। କୋର୍ଟ ଟ୍ରେନ୍ ଲାଇନରେ ଯାଇକି ମତେ କେମିତି ସେ ଧମକ ଦଉଥିଲା ଦେଖନ୍ତୁ। ଦେଖନ୍ତୁ ଆଉ ଦେଖନ୍ତୁ, ଆପଣ ଦେଖନ୍ତୁ ଖାଲି। ହଉ ଛାଡନ୍ତୁ, ସିଏ ଗୋଟେ ଅଭିଯୋଗ ଆଣୁଛନ୍ତି ଆପଣଙ୍କ ବାପା ଏବଂ ଆପଣଙ୍କ ଭଉଣୀ ମଧ୍ୟ ଏଥିରେ ସାମିଲ ଅଛନ୍ତି, ଏବଂ ବଡଗଡର ଜଣେ ମୋବାଇଲ ଦୋକାନୀ ତାଙ୍କୁ ମଧ୍ୟ ସେ ସମ୍ପୃକ୍ତ କରୁଛନ୍ତି, ଏବଂ କହୁଛନ୍ତି ଆପଣ ମାନେ ଗୋଟେ ଗ୍ୟାଙ୍ଗ ହେଇକି ଏମିତି ଟ୍ରାପ୍ କରନ୍ତି। ଗୋଟେ ଯଦି ମାନେ ମୋ ବାପା ସେଥିରେ ସାମିଲ ଅଛନ୍ତି, ଆପଣ ଯାଇକି ତଦନ୍ତ କରନ୍ତୁ। ମୋ ବାପାଙ୍କ ପାଖରୁ ମାନେ ମୋ ବାପା ତାଙ୍କ ପାଖରୁ କେତେ ଟଙ୍କା ନେଇଛନ୍ତି। ମୋ ବାପା ତାଙ୍କ ସାଙ୍ଗରେ ଟୋଟାଲ ଫାଷ୍ଟରୁ ହିଁ କଥା ହୁଅନ୍ତି। ସେ ପିଲାକୁ ବାପା ଜାଣିଥିଲେ କୋଉ ଭଳିଆ, ବାପା ମନା କରୁଥିଲେ ଯେ ତା ସାଙ୍ଗେ ଟୋଟାଲ କଥାବାର୍ତ୍ତା କରିବା ପାଇଁ, କିନ୍ତୁ ମତେ ସେ ଧମକ ଦେଇ ମୋ ସାଙ୍ଗେ ସେ କଥାବାର୍ତ୍ତା କରୁଥିଲା। ଏଇ ଯୋଉ ବ୍ଲାକମେଲିଂ କରୁଥିଲା ମୋ ପାଖରୁ ମିଛ ସତ କହିକି, ଏମିତି ମାନେ ବ୍ଲାକମେଲିଂ। ଗୋଟେ ଟଙ୍କା ଯଦି ସେ ପ୍ରୁଫ୍ ଦେଖେଇଦେବ, ମୁଁ ମାନିଯିବି। ସେଠି ମୁଁ କହିଲି ମୁଁ ଫାଶୀ ଖଣ୍ଡରେ ମୁଁ ଝୁଲିବା ପାଇଁ ରାଜି ଅଛି। ଯଦି ମୁଁ 40 ଲକ୍ଷ ତାକୁ ଆପଣ କ୍ୱେଶ୍ଚେନ୍ କରନ୍ତୁ।